ବିଶାଳ ହିନ୍ଦୁ ସମ୍ମିଳନୀ ଓ ଭବ୍ୟ ରୁଦ୍ରାଭିଷେକ ଅନୁଷ୍ଠିତ। ବାଲେଶ୍ୱର ସଦର ଉପଖଣ୍ଡ ଅନ୍ତର୍ଭୁକ୍ତ ସାସଙ୍ଗ ପଞ୍ଚାୟତ ସ୍ଥିତ ପାଟଣେଶ୍ୱରୀ ଶିବ ମନ୍ଦିରଠାରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଓ ଭବ୍ୟ ରୁଦ୍ରାଭିଷେକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏଠାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଚାର୍ଟାର୍ଡ ଆକାଉଣ୍ଟ ସଞ୍ଜୀବ ନାୟକ, ସମ୍ମାନିତ ଅତିଥି ଭାବେ ସୁଭାଷ ଚନ୍ଦ୍ର ଦ୍ୱିବେଦୀ, ରବିନାରାୟଣ ଦାସ, ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତ ଦୁର୍ଗା ବାହିନୀ ସଂଯୋଜିକା ସୁଶ୍ରୀ ପ୍ରଜ୍ଞା ମହଲା ମଞ୍ଚସୀନ ହୋଇଥିଲେ। ହିନ୍ଦୁଙ୍କ ହିନ୍ଦୁତ୍ୱ ଏବଂ ହିନ୍ଦୁମାନଙ୍କୁ ସଂଗଠିତ କରି ବିଶ୍ୱ କଲ୍ୟାଣ ଦିଗରେ ଆଗେଇବାକୁ ବକ୍ତବ୍ୟରେ କହିଥିଲେ। ଭାରତରେ ହିନ୍ଦୁଙ୍କ ସଂଖ୍ୟା କମିବା, ଧର୍ମାନ୍ତୀକରଣ ଉପରେ ମୁଖ୍ୟ ବକ୍ତା ସୁଶ୍ରୀ ମହଲା ଗୁରୁତ୍ୱାରୋପ କରିଥିଲେ। ସଂଘ ଶତବାର୍ଷିକର ସଂଘର ଯେଉଁ ଆହ୍ୱାନ ଅଛି ତା ଉପରେ ଆଲୋକପାତ କରିଥିଲେ। ସଭାରେ ଅଶୋକ ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରୁଥିବା ବେଳେ ସଦର ଉପଖଣ୍ଡ ହିନ୍ଦୁ ସମ୍ମିଳନୀ ସଂଯୋଜକ ଦୀପକ କୁମାର ପାତ୍ର ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ରେମୁଣା ବିଧାୟକ ତଥା ବିଧାନସଭା ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଏହି ହିନ୍ଦୁ ସମ୍ମିଳନୀ ପରିଦର୍ଶନ କରିବା ସହ ବାବା ପାଟଣେଶ୍ୱର ମହାଦେବଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ତାଙ୍କ ସହିତ ବିଜେପି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ସମ୍ପାଦକ ପରଶୁରାମ ପରିଡ଼ା, ବିକାଶ ପାଢ଼ୀ ଓ ସାସଙ୍ଗ ସରପଞ୍ଚ ପ୍ରଫୁଲ୍ଲ ଦ୍ୱିବେଦୀ ଉପସ୍ଥିତ ଥିଲେ। ଏଠାରେ ଶତାଧିକ ମହିଳା, ପୁରୁଷ, ଯୁବକମାନେ ଉପସ୍ଥିତ ଥିଲେ। ଗୋଟେ ଜାଗାରେ ବହୁତ ଲୋକ ଧୋତି କୁର୍ତ୍ତା ପିନ୍ଧିକି ଜମ୍ପ ମାରୁଛନ୍ତି, ହରେ କୃଷ୍ଣ ମହାମନ୍ତ୍ର କରୁଛନ୍ତି। ମୁଁ ଆଶ୍ଚର୍ଯ୍ୟ ହେଲି। ମୁଁ କହିଲି ଭାରତର ଲୋକ ଏଠି କେମିତି ଆସିଲେ? ମୋ ଦିମାଗକୁ ବହୁତ ପ୍ରଭାବିତ କଲା। ମୁଁ ଯାଇକି ତାଙ୍କ ସହିତ ମିଶିଲି। 7 ବର୍ଷର ଛୁଆ ଭଗବତ ଗୀତା ରିସାଇଟ୍ କରୁଛି ଆଉ ମୋର ହେଉଛି 32 ବର୍ଷ। ମୁଁ ନିଜକୁ କଣ ଭାବିବି? ମୁଁ ଯଦି ହିନ୍ଦୁ ଅଛି, ମୋର କଲଚର ମତେ ଜଣା ନାହିଁ, ମୁଁ କେବେ ହିନ୍ଦୁ କହିପାରିବି? यस ऑफ कोर्स मु समस्त को निवेदन करी जो माने आर चेष्टा करते कि समस्त को मिलवा पाई सेटा हैला प्रथमे एजुकेशन देश मातृका पाई आमे माने निज उत्सर्ग करिवार आवश्यकता रही किंतु दुखर विषय जे बहुत परिस्थिति एमती सृष्टि होची आम अंचल आम देश आम राज्य सब जगह एभली परिस्थिति सृष्टि होची। बहुत जगह आज आम धर्म को असम्मान करा होची, अपमान दिया होची। तेणु आज आम समस्त को जागृत होगा पड़ो, संघर्ष करने पड़ो एवं पुणी थे विश्व को सूचाई देवा पड़ो जे हिंदू दुर्बल नुहति, हिंदू सबल, हिंदू शांतिर प्रतीक, किंतु से दुर्बल नुहति। परिस्थिति कर्तव्य को निर्धारण कर संघर राष्ट्रीय स्वयंसेवक संघर शतवार्षिक पालन चली 1925 मसीहा दशहरा दिन राष्ट्रीय स्वयंसेवक संघर स्थापना है। स्थापना कला वाला जने साधारण व्यक्ति नथिले, पेशा रे से डॉक्टर मानवर चिकित्सा करबा पई से प्रशिक्षण नैथिले, किंतु केवल शिक्षा से